ଆପୋଲୋ 11 ଏବଂ ଆପୋଲୋ 12 ସାହାଯ୍ୟରେ ମଣିଷ 1969 ରେ ଚନ୍ଦ୍ରରେ ପାଦ ଦେଇଥିଲା। ଏହି ଦୁଇଟି ସଫଳ ମିଶନ ପରେ 11 ଏପ୍ରିଲ 1970 ରେ ମୁନ୍ ଲ୍ୟାଣ୍ଡିଂ ପାଇଁ ଆପୋଲୋ 13 କୁ ଲଞ୍ଚ କରାଗଲା। 3 ଦିନ ଯାତ୍ରା କରିବା ପରେ ଆପୋଲୋ 13 ର ମହାକାଶ ଯାତ୍ରା ପୃଥିବୀ ଠାରୁ ପ୍ରାୟ 3,20,000 କିଲୋମିଟର ଦୂରରେ। ସବୁକିଛି ଏହିପରି ଚାଲିଥିଲା। ତେବେ ଆପୋଲୋ 13 ରେ ବସିଥିବା ଆଷ୍ଟ୍ରୋନଟ୍ ମାନେ କିଛି ଘଣ୍ଟା ମଧ୍ୟରେ ମୁନ୍ରେ ପହଞ୍ଚି ଯାଇଥାନ୍ତେ। ଗୋଟିଏ ବର୍ଷ ପୂର୍ବେ ନୀଲ୍ ଆର୍ମଷ୍ଟ୍ରଙ୍ଗ ସହିତ 4 ଜଣ ଆଷ୍ଟ୍ରୋନଟ୍ ମୁନ୍ରେ ପାଦ ରଖିଥିଲେ। ସେଥିପାଇଁ ପୂର୍ବରୁ ଦୁଇଟି ସଫଳ ମିଶନ ଯୋଗୁଁ 3 ଜଣ ଯାକ ବହୁତ କନଫିଡେନ୍ସ ଆଉ ରିଲାକ୍ସରେ ଥାନ୍ତି। ଆପୋଲୋ 13 ର ମେମ୍ବର ମାନଙ୍କୁ ଏହି ମିଶନ ଯେତିକି ନର୍ମାଲ ଲାଗୁଥିଲା ସେତିକି ନର୍ମାଲ ପୃଥିବୀର ଲୋକମାନେ ବି ଭାବୁଥିଲେ। ସମସ୍ତେ ଭାବୁଥିଲେ ଯେ ମୁନ୍ ଲ୍ୟାଣ୍ଡିଂ ଏତେ ସାଧାରଣ ଯେ ବିଶ୍ୱର କୌଣସି ବଡ଼ ଟିଭି ଚ୍ୟାନେଲ ଲଞ୍ଚିଂର ବ୍ରଡକାଷ୍ଟିଂ କରିବାକୁ ଜରୁରୀ ଭାବିନଥିଲା। କିନ୍ତୁ ପୃଥିବୀ ଠାରୁ 3,22,000 କିଲୋମିଟର ଦୂରରେ ଆପୋଲୋ 13 ସହିତ ଏପରି କିଛି ଘଟେ ଯାହା ପୁରା ବିଶ୍ୱର ଦୃଷ୍ଟି ଆକର୍ଷଣ କରେ। ମୁନ୍ରେ ପହଞ୍ଚିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଆପୋଲୋ 13 ରେ ଏକ ଜୋରଦାର ବ୍ଲାଷ୍ଟ ହୁଏ। ସେଥିପାଇଁ ସ୍ପେସ୍ ସିପ୍ର ସମସ୍ତ ଆଲାର୍ମ ବହୁତ ଜୋରରେ ବାଜିବାକୁ ଆରମ୍ଭ କରେ। ସ୍ପେସ୍ ସିପ୍ରେ ବସିଥିବା କ୍ରୁ ଜାଣିବାକୁ ପାଆନ୍ତି ଯେ ଏକ ଅକ୍ସିଜେନ ଟ୍ୟାଙ୍କ ବ୍ଲାଷ୍ଟ ହୋଇଥିଲା, ଯାହା ଫଳରେ ଏହାର ସମସ୍ତ ଅକ୍ସିଜେନ ଶେଷ ହୋଇଯାଇଛି ଏବଂ ଦ୍ୱିତୀୟ ଅକ୍ସିଜେନ ଟ୍ୟାଙ୍କ ମଧ୍ୟ ଲିକ୍ ହେବା ଆରମ୍ଭ କରିଥିଲା ଏବଂ ଏଥିରେ ଥିବା ଅକ୍ସିଜେନ ମହାକାଶରେ ଦ୍ରୁତ ଗତିରେ ଲିକ୍ କରିବା ଆରମ୍ଭ କରେ। ସମସ୍ୟା ଥିଲା ଯେ ଆଷ୍ଟ୍ରୋନଟ୍ ଯିବା ଏବଂ ପୃଥିବୀକୁ ଫେରିବା ପାଇଁ କେବଳ ଏହି ଦୁଇଟି ଅମ୍ଳଜାନ ଟ୍ୟାଙ୍କ ବ୍ୟବସ୍ଥା କରାଯାଇଥିଲା। ଆଉ ତାଠାରୁ ବଡ଼ ସମସ୍ୟା, ଏହି ଅମ୍ଳଜାନ ଟ୍ୟାଙ୍କ ଗୁଡ଼ିକୁ କେବଳ ନିଶ୍ୱାସ ନେବା ପାଇଁ ନୁହେଁ ବରଂ ପାଣି ଏବଂ ବିଦ୍ୟୁତ ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା। ସେଥିପାଇଁ ସ୍ପେସ୍ରେ ଯେଉଁ ସ୍ପିଡ୍ରେ ଅକ୍ସିଜେନ ଲିକ୍ ହେଉଥିଲା 3 ଆଷ୍ଟ୍ରୋନଟ୍ସ ବଞ୍ଚି ରହିବା ସମ୍ଭାବନା ମଧ୍ୟ କମି କମି ପାଉଥିଲା। ଯେଉଁ ମିଶନକୁ କୌଣସି ଧ୍ୟାନ ଦିଆଯାଉନଥିଲା, ସାରା ବିଶ୍ୱର ଲୋକମାନେ ଟିଭିରେ ପ୍ରତି ମୁହୂର୍ତ୍ତର ଆପୋଲୋ 13 ର ଖବର ଦେଖିବାକୁ ଲାଗିଲେ। ଅକ୍ସିଜେନ ଲିକ୍ ହେବା ଭିତରେ ବର୍ତ୍ତମାନ ଆଷ୍ଟ୍ରୋନଟ୍ସ କେମିତି ମୁନ୍ ଲ୍ୟାଣ୍ଡିଂ କରିବେ ଆଉ କେମିତି ଲକ୍ଷ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଫେରିବେ, ନାସା ପାଇଁ ଏହା ଥିଲା ଏକ ବଡ଼ ପ୍ରଶ୍ନ। ତେବେ ଆସନ୍ତୁ ଫ୍ରେଣ୍ଡସ୍, ଜାଣିବା ଆପୋଲୋ 13 ର ଏକ ରୋମାଞ୍ଚକ ଦୁର୍ଘଟଣା ଯାହା ସ୍ପେସ୍ ଦୁର୍ଘଟଣାରେ ସବୁଠୁ ଉପରେ ରଖାଯାଇଛି। Mission objective of Apollo 13 is a continuing one. We hope to find out a lot about the origin of the moon and from that the origin of the Earth. And we have liftoff. It's kind of difficult here. Okay, Houston, we've had a problem here. Houston, we've had a problem. The flight of the Apollo 13 to the moon is in serious jeopardy this morning and is not going to make a moon landing. I think it is as critical, perhaps probably the most critical situation we faced so far in the manned spaceflight program in flight. The crew were beginning to suffer. It was a dire state. It was a real emergency situation. Are the astronauts safe, I think? Well, Apollo Control, Houston, we've just had loss of signal from Honeysuckle. The last moments of Apollo 13. Best thing we can do now is just ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡି 1960 ଶେଷ ହେବା ପୂର୍ବରୁ ମୁନ୍କୁ ହ୍ୟୁମାନ୍ ପଠାଇବାକୁ ପ୍ରମିସ୍ କରିଥିଲେ। ସେଥିପାଇଁ ମୁନ୍ ଲ୍ୟାଣ୍ଡିଂ ମିଶନ ଆମେରିକା ପାଇଁ ନ୍ୟାସନାଲ ଗୋଲ୍ ହୋଇଗଲା। ଏହି କାରଣରୁ ନାସାର ଆପୋଲୋ ପ୍ରୋଗ୍ରାମ ଆରମ୍ଭ ହୁଏ ଏବଂ 20 ଜୁଲାଇ 1969 ରେ ଏହା ଏକ ଐତିହାସିକ ଦିନ ହୋଇଗଲା ଯେତେବେଳେ ନୀଲ୍ ଆର୍ମଷ୍ଟ୍ରଙ୍ଗ ଏବଂ ବଜ୍ ଆଲ୍ଡ୍ରିନ୍ ଚନ୍ଦ୍ରରେ ପାଦ ରଖିଥିଲେ। ଏହା ଏକ ଆପୋଲୋ 11 ମିଶନ ଥିଲା ଯାହା ମାଧ୍ୟମରେ ମଣିଷ ଚନ୍ଦ୍ରରେ ପହଞ୍ଚି ଇତିହାସ ସୃଷ୍ଟି କରିଥିଲା। ମସିହା 1969 ରେ ଆପୋଲୋ 11 ପରେ ଆପୋଲୋ 12 ମଧ୍ୟ ଏକ ସକ୍ସେସଫୁଲ ମୁନ୍ ଲ୍ୟାଣ୍ଡିଂ ମିଶନ ଥିଲା, ଯାହା ଯୋଗୁଁ ଆଉ 2 ଜଣ ଆଷ୍ଟ୍ରୋନଟ୍ ମୁନ୍ରେ ପହଞ୍ଚି ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିଛନ୍ତି। ଏହିପରି ଭାବରେ ନାସା ମୁନ୍ ଲ୍ୟାଣ୍ଡିଂ ପାଇଁ ଆପୋଲୋ 20 ପର୍ଯ୍ୟନ୍ତ ପ୍ଲାନ୍ କରିଥିଲା। ତେଣୁ ଆପୋଲୋ 11 ଏବଂ ଆପୋଲୋ 12 ପରେ ଆପୋଲୋ 13 ମିଶନର ପାଳି ଆସେ। କିନ୍ତୁ ଏହି ସମୟରେ ବଦଳୁଥିବା ସମୟ ସହିତ ଲୋକଙ୍କ ଇଣ୍ଟରେଷ୍ଟ ମଧ୍ୟ ଚେଞ୍ଜ ହେଉଥିଲା। ଦୁଇଟି ସଫଳ ମୁନ୍ ଲ୍ୟାଣ୍ଡିଂ ମିଶନ ପରେ ଆମେରିକାର ଜନସାଧାରଣ ଏଥିରେ ବିରକ୍ତ ହୋଇଯାଇଥିଲେ। ଚନ୍ଦ୍ର ପ୍ରତି ଲୋକଙ୍କ ଆକର୍ଷଣ ଦୁର୍ବଳ ହେଉଥିଲା। ଏହି ମିଶନରେ ପ୍ରଚୁର ଟଙ୍କା ମଧ୍ୟ ଖର୍ଚ୍ଚ ହେଉଥିଲା, ଯାହା ଯୋଗୁଁ ଆମେରିକାର ସରକାର ମଧ୍ୟ ଏହି ସ୍ପେସ୍ ମିଶନ ଗୁଡ଼ିକୁ ନେଇ ବହୁତ କଷ୍ଟକର ପରିସ୍ଥିତିରେ ଥିଲା। ଯଦି ଆମେ କେବଳ ଆପୋଲୋ 11 ବିଷୟରେ କହିବା ତେବେ ସେତେବେଳେ ଏହା ପାଇଁ $355 ନିୟୁତ ଖର୍ଚ୍ଚ ହୋଇଥିଲା। ଏହି ଖର୍ଚ୍ଚ କେବଳ ଏକ ଆପୋଲୋ 11 ର ଥିଲା, ଯେତେବେଳେ କି ନାସା ଏପରି ଆଉ 8ଟି ମିଶନର ଯୋଜନା କରିଥିଲା। 1970 ମସିହାର ସମୟ ଥିଲା ଯେତେବେଳେ ଆମେରିକା ଭିଏତନାମ ଯୁଦ୍ଧ ଭଳି ସମସ୍ୟା ସହିତ ସଂଘର୍ଷ କରୁଥିଲା ଏବଂ ଏପରି ପରିସ୍ଥିତିରେ ମହାକାଶ ମିଶନରେ ହେଉଥିବା ଅଗଣିତ ଖର୍ଚ୍ଚ ଯୋଗୁଁ ଆମେରିକାର ସରକାର ବହୁତ
ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା। ଏହି କାରଣରୁ ଆମେରିକାର ସରକାର ନାସାର ବଜେଟ୍ ଉପରେ ଏକ ପ୍ରକାର ରୋକ ଲଗାଇବା ଆରମ୍ଭ କଲା, ଯାହା କାରଣରୁ 4 ଜାନୁଆରୀ 1970ରେ ନାସା ଆପୋଲୋ 20କୁ ବାତିଲ କରିଥିଲା, ଯାହା ପ୍ଲାନ୍ ଅନୁସାରେ ଆପୋଲୋ ମିଶନର ଲାଷ୍ଟ ମୁନ୍ ଲ୍ୟାଣ୍ଡିଂ ମିଶନ ଥିଲା। ଜନସଂଖ୍ୟା ସମର୍ଥନରେ ଲଗାତାର ହ୍ରାସ ଏବଂ ବଜେଟ୍ ହ୍ରାସ ପାଇଁ ନାସା 11 ଏପ୍ରିଲ 1970ରେ ଆପୋଲୋ 13 ଲଞ୍ଚ କରିଥିଲା। ଆପୋଲୋ 13ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚନ୍ଦ୍ରରେ ସାଇଣ୍ଟିଫିକ ଏକ୍ସପ୍ଲୋର କରିବା, ଯାହା ମାଧ୍ୟମରେ ଚନ୍ଦ୍ର ଏବଂ ପୃଥିବୀର ଅସ୍ତିତ୍ୱ ବିଷୟରେ ଜରୁରୀ ଡାଟା କଲେକ୍ଟ କରାଯାଇ ପାରିବ। ଆପୋଲୋ 13କୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇଥିଲା, ଯେଉଁଠାରୁ କି ଆପୋଲୋ 11 ଏବଂ ଆପୋଲୋ 12 ମଧ୍ୟ ଲଞ୍ଚ କରିଥିଲେ। ଏଥର ମଧ୍ୟ ଆପୋଲୋ 13ର ଲଞ୍ଚ ଦାୟିତ୍ୱ ସାଟର୍ନ ଭି ନାମକ ଏକ ଶକ୍ତିଶାଳୀ ରକେଟ ଉପରେ ଥିଲା। ଏହା ବ୍ୟତୀତ ଆପୋଲୋ 13ର ସ୍ପେସ୍ ସିପ୍କୁ 3ଟି ମଡ୍ୟୁଲ ମିଶାଇ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ଗୋଟିଏ କମାଣ୍ଡ ମଡ୍ୟୁଲ ଥିଲା, ଯେଉଁଥିରେ ଆଷ୍ଟ୍ରୋନଟ୍ ମାନେ ରହିବା ଏବଂ ସବୁକିଛି ଅପରେଟ୍ କରିବାର ବ୍ୟବସ୍ଥା ଥିଲା। ସେଥିପାଇଁ ସ୍ପେସ୍ ସିପ୍ର ସବୁଠାରୁ ଜରୁରୀ ଭାଗ ଥିଲା। ଦ୍ୱିତୀୟଟି ଥିଲା ସର୍ଭିସ୍ ମଡ୍ୟୁଲ, ଯେଉଁଥିରେ ଫ୍ୟୁଲ ସେଲ୍ସ, ଅକ୍ସିଜେନ ଟ୍ୟାଙ୍କ ଏବଂ ହାଇଡ୍ରୋଜେନ ଟ୍ୟାଙ୍କ ସହିତ ଅନେକ ଜରୁରୀ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା, ଯାହା ସାହାଯ୍ୟରେ କମାଣ୍ଡ ମଡ୍ୟୁଲରେ ଆଷ୍ଟ୍ରୋନଟ୍ ମାନଙ୍କ ପାଇଁ ଅକ୍ସିଜେନ, ୱାଟର ଏବଂ କରେଣ୍ଟର ବ୍ୟବସ୍ଥା କରାଯାଇଥିଲା। ଏହାର ତୃତୀୟ ଅଂଶ ହେଉଛି ଲୁନାର ମଡ୍ୟୁଲ, ଯାହା ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ଏବଂ ସେଠାରୁ ଫେରିବା ପାଇଁ କାମ କରେ। ଲଞ୍ଚର କିଛି ମିନିଟ୍ ପରେ ଆପୋଲୋ 13 ସ୍ପେସ୍ର ଅର୍ବିଟ୍ରେ ଏଣ୍ଟ୍ରି କରେ। ପୃଥିବୀର ପରିକ୍ରମା ପରେ ପୃଥିବୀର ଅର୍ବିଟ୍ରୁ ବାହାରି ମୁନ୍ ଆଡ଼କୁ ଗତି କରିବା ଆରମ୍ଭ କରେ। ପ୍ରତ୍ୟେକ ମିଶନ ପରି ଏହି ଆପୋଲୋ 13ରେ 3 ଜଣ ଆଷ୍ଟ୍ରୋନଟ୍ ଥିଲେ। ଜିମ୍ ଲୋଏଲ ଏହି ମିଶନର କମାଣ୍ଡର, ଯିଏ ନାସାର ସବୁଠାରୁ ଅଭିଜ୍ଞ ଆଷ୍ଟ୍ରୋନଟ୍ ମଧ୍ୟରୁ ଜଣେ ଥିଲେ। 3 ଜଣ ଭିତରୁ ସେ ସବୁଠୁ ଅଧିକ ସମୟ ସ୍ପେସ୍ରେ ବିତେଇଥିଲେ। ଲୋଏଲ ମଧ୍ୟ ଆପୋଲୋ 8 ମିଶନର ଜଣେ ସଦସ୍ୟ ଥିଲେ, ଯାହା ଚନ୍ଦ୍ରର କକ୍ଷପଥରେ ପହଞ୍ଚିବା ପ୍ରଥମ କ୍ରୁ ସ୍ପେସ୍ ସିପ୍ ଥିଲା। ଆପୋଲୋ 13ର ଏହି ମିଶନରେ କମାଣ୍ଡ ମଡ୍ୟୁଲର ପାଇଲଟ ଜ୍ୱାକ୍ ସ୍ୱିଗଟ୍ ଏବଂ ଲୁନାର ମଡ୍ୟୁଲ ପାଇଲଟ ଫ୍ରେଡ୍ ହେସି ତାଙ୍କ ସାଙ୍ଗରେ ଅଛନ୍ତି। ତଥାପି କମାଣ୍ଡ ମଡ୍ୟୁଲର ପାଇଲଟ ପ୍ରଥମେ କେନ୍ ମାର୍ଟିଂଲି ହେବାକୁ ଯାଉଥିଲେ, କିନ୍ତୁ ଲଞ୍ଚର କିଛି ଦିନ ପୂର୍ବରୁ ସେ ଏକ ଜର୍ମାନ ମିସାଇଲ ଦ୍ୱାରା ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ, ଯାହା ଫଳରେ ନାସା ଆପୋଲୋ 13 ଲଞ୍ଚିଂର ମାତ୍ର 48 ଘଣ୍ଟା ପୂର୍ବରୁ ମିଶନ ପାଇଁ ତାଙ୍କ ଜାଗାରେ ଜ୍ୱାକ୍ ସ୍ୱିଗଟ୍ଙ୍କୁ ସାମିଲ କରାଗଲା। ଲାଷ୍ଟ ମୋମେଣ୍ଟର ଏହି ପରିବର୍ତ୍ତନ ପରେ ମଧ୍ୟ ଆପୋଲୋ 13 କ୍ରୁ ମେମ୍ବର୍ସ 3 ଆଷ୍ଟ୍ରୋନଟ୍ ମୁନ୍ ଆଡ଼କୁ ଗତି କରୁଥିଲେ। ଆର୍ଥରୁ ମୁନ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରାୟ 4 ଦିନ ସମୟ ଲାଗିଥାଏ। ସେଥିପାଇଁ ଲଞ୍ଚରୁ ପାଖାପାଖି 55 ଘଣ୍ଟା ପରେ ଆପୋଲୋ 13 ଅଧାରୁ ଅଧିକ ରାସ୍ତା ଟ୍ରାଭେଲ କରି ସାରିଥିଲା। ଟ୍ରାଭେଲ ଆରମ୍ଭରୁ ଆପୋଲୋ 13 ଆଷ୍ଟ୍ରୋନଟ୍ସ ମାନେ ଆମେରିକାର ହ୍ୟୁଷ୍ଟନ ସହରରେ ଥିବା ମିଶନ କଣ୍ଟ୍ରୋଲ ସହିତ କଣ୍ଟାକ୍ଟରେ ଥିଲେ। ଏହି ସମୟ ମଧ୍ୟରେ ସବୁକିଛି ଏତେ ନର୍ମାଲ ଥିଲା ଯେ ଆପୋଲୋ 13ରେ ବସିଥିବା ମହାକାଶଚାରୀ ମାନେ ବିରକ୍ତ ହୋଇଯାଇଥିଲେ। ତେଣୁ ଖାଲି ସମୟକୁ ଦେଖି 3 ଜଣ ମହାକାଶଚାରୀ ଟିଭି ପାଇଁ ଏକ ଲାଇଭ୍ ଟେଲିକାଷ୍ଟ କରନ୍ତି, ଯେଉଁଥିରେ ସେମାନେ ସ୍ପେସ୍ରେ ସ୍ପେସ୍ ସିପ୍ ଭିତରେ ଜିରୋ ଗ୍ରାଭିଟି ଭିତରେ କେମିତି ଜୀବନ ବଞ୍ଚାନ୍ତି ଦେଖାଇଲେ। ଆପୋଲୋ 13ର ଲଞ୍ଚ ପରି ଏହି ସିଧା ପ୍ରସାରଣ ବିଶ୍ୱର କୌଣସି ବଡ଼ ଟିଭି ଚ୍ୟାନେଲ ଦ୍ୱାରା ପ୍ରସାରିତ ହୋଇନଥିଲା। ଜନସାଧାରଣ ଏବେ ଆପୋଲୋ ମିଶନରେ ଆଗ୍ରହୀ ନଥିଲେ। ଏହି କାରଣରୁ ବହୁତ କମ୍ ଲୋକ ଏହି ସିଧା ପ୍ରସାରଣ ଦେଖିଲେ। କିନ୍ତୁ କିଏ ଜାଣିଥିଲା ଯେ ଏହି ଅଣଦେଖା କରିଥିବା ଟେଲିକାଷ୍ଟ କିଛି ମିନିଟ୍ ପରେ ଆପୋଲୋ 13 ସହିତ ଏପରି କିଛି ଘଟିବ ଯାହାକି ପୁରା ବିଶ୍ୱର ଧ୍ୟାନ ଆକର୍ଷଣ କରିବ। ସ୍ପେସ୍ ସିପ୍ରେ ବସି ବୋର୍ ହେଉଥିବା ଆଷ୍ଟ୍ରୋନଟ୍ସ ମାନଙ୍କୁ ବି ଜଣା ନଥିଲା କିଛି ମିନିଟ୍ ପରେ ସେମାନଙ୍କ ଜୀବନରେ ଏକ ଏମିତି ଭୂମିକମ୍ପ ଆସିବ ଯାହା ସେମାନଙ୍କୁ ଜୀବନ ଏବଂ ମୃତ୍ୟୁର ମଝିରେ ଛିଡ଼ା କରିଦେବ। 49 ମିନିଟ୍ ଟିଭି ପ୍ରସାରଣ ରେକର୍ଡ କରିବା ପରେ ମହାକାଶଚାରୀ ମାନେ ସେମାନଙ୍କ ନିୟମିତ ରୁଟିନ୍ କାମ କରିବା ଆରମ୍ଭ କରନ୍ତି। ହ୍ୟୁଷ୍ଟନ ମିଶନ କଣ୍ଟ୍ରୋଲ ସହିତ ଆଷ୍ଟ୍ରୋନଟ୍ ମାନେ ସବୁବେଳେ କଣ୍ଟାକ୍ଟରେ ଥାନ୍ତି ଏବଂ ହ୍ୟୁଷ୍ଟନ ମିଶନ କଣ୍ଟ୍ରୋଲରୁ ଆସୁଥିବା ଇନଷ୍ଟ୍ରକ୍ସନକୁ ପାଳନ କରୁଥାନ୍ତି। ଏହି ସମୟରେ ମିଶନ କଣ୍ଟ୍ରୋଲ କମାଣ୍ଡ ମଡ୍ୟୁଲର ପାଇଲଟ ଜ୍ୱାକ୍ ସ୍ୱିଗଟ୍ଙ୍କୁ ଅକ୍ସିଜେନ ଟ୍ୟାଙ୍କରେ ଫ୍ୟାନ୍ ଚାଲୁ କରିବାକୁ କହିଲେ। ଯେତେବେଳେ ବି ଏହି ସ୍ପେସ୍ ସିପ୍କୁ ସ୍ପେସ୍ ମିଶନରେ ପଠାଯାଏ, ଅକ୍ସିଜେନ ଏବଂ ହାଇଡ୍ରୋଜେନ ସମେତ ଯେତିକି ସବୁ ଆବଶ୍ୟକ ଗ୍ୟାସକୁ ଲିକ୍ୱିଡ ଭାବରେ କନଭର୍ଟ କରି ପଠାଯାଏ, ଯାହା ଦ୍ୱାରା କମ୍ ଜାଗାରେ ଅଧିକ ଗ୍ୟାସ ଷ୍ଟୋର କରାଯାଇ ପାରିବ। କିନ୍ତୁ ସ୍ପେସ୍ରେ ଟେମ୍ପରେଚର ଏତେ କମ୍ ଯେ ଏହି ଲିକ୍ୱିଡ ଅକ୍ସିଜେନ ବି ଜମିବାକୁ ଲାଗେ। ସେଥିପାଇଁ ଅକ୍ସିଜେନ ଟାଙ୍କିରେ ଏକ ଫ୍ୟାନ୍ ଲଗାଯାଏ, ଯାହାକି ଠିକ୍ ସମୟରେ ଚାଲୁ କରାଯାଇ ଅକ୍ସିଜେନକୁ ସଠିକ୍ ଅବସ୍ଥାରେ ଅଣାଯାଇ ପାରିବ। ଏସବୁ କାମ କ୍ରାୟୋଷ୍ଟିରର ସୁଇଚକୁ ଅନ୍ କରିଲେ ସହଜରେ ହୋଇଯାଉଥିଲା। ସେଥିପାଇଁ ଯେତେବେଳେ ମିଶନ କଣ୍ଟ୍ରୋଲ ଜ୍ୱାକ୍ ସ୍ୱିଗଟ୍ଙ୍କୁ ଏହି ସୁଇଚ୍ ଚାଲୁ କରିବାକୁ କହିଲେ, ସେତେବେଳେ ସେ କମାଣ୍ଡକୁ ମାନି ସୁଇଚ୍ ଅନ୍ କରିଲେ। ଏହା 13 ଏପ୍ରିଲ ରାତି ଥିଲା ଏବଂ ଏହି ଛୋଟ କାମ କରିବା ପରେ କ୍ରୁ ଶୋଇବାକୁ ଯାଉଥିଲା। ଏପର୍ଯ୍ୟନ୍ତ ଆପୋଲୋ 13 3 ଦିନର ଟ୍ରାଭେଲିଂ ପରେ ଆର୍ଥ ଠାରୁ ପ୍ରାୟ 3,20,000 କିଲୋମିଟର ଟ୍ରାଭେଲ କରିଥିଲା ଏବଂ ପରଦିନ ଜିମ୍ ଲୋଏଲ ଏବଂ ଫ୍ରେଡ୍ ହେସି ଚନ୍ଦ୍ରରେ ପାଦ ଦେବାକୁ ଯାଉଥିଲେ।
କିନ୍ତୁ ଯେତେବେଳେ ଜୁଆକ୍ ସୁଇଗୋଡ୍ କ୍ରାୟୋଷ୍ଟୋର ସୁଇଚ୍ ଅନ୍ କରନ୍ତି ସେତେବେଳେ ଏପରି କିଛି ଘଟେ ଯାହା ମୁନ୍ରେ ପହଞ୍ଚିବାର ସ୍ୱପ୍ନକୁ ନଷ୍ଟ କରିଦିଏ। ଯେତେବେଳେ କ୍ରାୟୋଷ୍ଟୋର ସୁଇଚ୍ ଦବାଇ ଦିଆଯାଏ ଆପୋଲୋ 13 ସ୍ପେସ୍ ଶିପ୍ରେ ଏକ ଶକ୍ତିଶାଳୀ ବ୍ଲାଷ୍ଟ ହୁଏ। ଏହି ବ୍ଲାଷ୍ଟ ଏତେ ଶକ୍ତିଶାଳୀ ଥିଲା ଯେ ଆଷ୍ଟ୍ରୋନଟ୍ ମାନେ ନିଜ ନିଜ ଜାଗାରୁ ହଲିଯାନ୍ତି। ଆଷ୍ଟ୍ରୋନଟ୍ ମାନେ ନିଜ ସାମ୍ନାରେ ସିଷ୍ଟମର ଇଣ୍ଡିକେଟର ରେଡ୍ ହେବାକୁ ଲାଗିଲା। ୱାର୍ଣ୍ଣିଂ ଆଲାର୍ମ ଗୁଡ଼ିକ ଜୋରରେ ବାଜିବା ଆରମ୍ଭ କରେ ଏବଂ ସ୍ପେସ୍ ଶିପ୍ର ଅନେକ ଜରୁରୀ ସିଷ୍ଟମ କାମ କରିବା ବନ୍ଦ କରିଦିଏ। ହଠାତ୍ ମହାକାଶଚାରୀ ମାନେ ବୁଝିପାରିଲେନି କଣ ଘଟୁଛି ଏବଂ କାହିଁକି ଘଟୁଛି। ଏହି ବିଷୟରେ ହ୍ୟୁଷ୍ଟନ ମିଶନ କଣ୍ଟ୍ରୋଲକୁ ତୁରନ୍ତ ଖବର ଦେଇ ଆଷ୍ଟ୍ରୋନଟ୍ ମାନେ କହିଲେ, ହ୍ୟୁଷ୍ଟନ, we have had a problem here. Okay, Houston, we've had a problem here. This is Houston. Say again, please. Houston, we've had a ଏହି ସମୟରେ ହ୍ୟୁଷ୍ଟନ ମିଶନ କଣ୍ଟ୍ରୋଲକୁ ବି ଜଣା ନଥିଲା ଯେ ଆପୋଲୋ 13 ସହିତ କଣ ହେଉଛି ଏବଂ ଏହା ପଛରେ କାରଣ କଣ। କିନ୍ତୁ ସ୍ପେସ୍ ଶିପ୍ର ରିଡିଂରୁ ମିଶନ କଣ୍ଟ୍ରୋଲ କନଫର୍ମ ହୋଇଯାଇଥିଲା ଯେ କିଛି ଗୋଟେ ଭୟଙ୍କର ହୋଇଛି। ରିଡିଂ ଡାଟା ଭିତରୁ ସବୁଠାରୁ ଭୟଙ୍କର ଥିଲା ଅକ୍ସିଜେନ ଟ୍ୟାଙ୍କର ଡାଟା। ସେମାନେ ଦେଖିଲେ ଯେ ଗୋଟେ ଅକ୍ସିଜେନ ଟ୍ୟାଙ୍କ ରିଡିଂ 0 ହୋଇଯାଇଛି ଏବଂ ସେକେଣ୍ଡ ଅକ୍ସିଜେନ ଟ୍ୟାଙ୍କ ରିଡିଂରେ ଥିବା କଣ୍ଟାଟି ଦ୍ରୁତ ଗତିରେ ତଳକୁ ଖସୁଛି। ବିସ୍ଫୋରଣକୁ ଏପର୍ଯ୍ୟନ୍ତ 13 ମିନିଟ୍ ହୋଇସାରିଛି କିନ୍ତୁ ଏହା କାହିଁକି ଘଟୁଛି ସେ ବିଷୟରେ କାହାରି ପାଖରେ କୌଣସି କ୍ଲୁ ନଥିଲା। ଯେତେବେଳେ କମାଣ୍ଡର ଜିମ୍ ଲୋଏଲ ଲେଫ୍ଟ ସାଇଡ୍ ୱିଣ୍ଡୋ ଦେଇ ବାହାରକୁ ଦେଖିଲେ ତାଙ୍କର ହୋସ୍ ଉଡ଼ିଗଲା। ସେ ମିଶନ କଣ୍ଟ୍ରୋଲକୁ କହିଲେ ଯେ ସ୍ପେସ୍ ଶିପ୍ରୁ ଏକ ଗ୍ୟାସ୍ ଦ୍ରୁତ ଗତିରେ ସ୍ପେସ୍ରେ ଲିକ୍ ହେଉଛି। ଏହି ଦୃଶ୍ୟ ପରେ ଯେତେବେଳେ ପୁରା ସିଷ୍ଟମକୁ ଚେକ୍ କରାଗଲା ସେମାନେ ଜାଣିପାରିଲେ ଯେ କଣ ଘଟୁଛି। ଯେତେବେଳେ କ୍ରାୟୋଷ୍ଟିୟରକୁ ଚାଲୁ କରାଯାଇଥିଲା ସେତେବେଳେ ଫ୍ୟାନର ତାରରେ ସ୍ପାର୍କ ହୋଇଥିଲା। ଏହି ଛୋଟ ସ୍ପାର୍କ ନିଆଁର ରୂପ ନେଇଥିଲା ଯାହା ଯୋଗୁଁ ସେହି ଅକ୍ସିଜେନ ଟ୍ୟାଙ୍କରେ ଏକ ଶକ୍ତିଶାଳୀ ବ୍ଲାଷ୍ଟ ହୁଏ। ଏହା ଅକ୍ସିଜେନ ଟାଙ୍କି ନମ୍ବର 2 ଥିଲା ଯାହା ଏହି ବିସ୍ଫୋରଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ବିସ୍ଫୋରଣ ଯୋଗୁଁ ଏହା ପାଖରେ ଥିବା ଫାଷ୍ଟ ଅକ୍ସିଜେନ ଟାଙ୍କିଟି ମଧ୍ୟ ଡ୍ୟାମେଜ ହୋଇଯାଇଥିଲା ଏବଂ ଏହାର ଅକ୍ସିଜେନ ମଧ୍ୟ ଲିକ୍ ହେବା ଆରମ୍ଭ କରେ। ଏହି ବିସ୍ଫୋରଣ ଏତେ ଅଧିକ ଥିଲା ଯେ ସର୍ଭିସ ମଡ୍ୟୁଲ ପାଖରେ ଥିବା ଏକ ପ୍ୟାନେଲ ଉଡ଼ିଯାଏ। ସମସ୍ୟାଟି ଥିଲା ଯେ ସର୍ଭିସ ମଡ୍ୟୁଲରେ କେବଳ 2ଟି ଅକ୍ସିଜେନ ଟ୍ୟାଙ୍କ ଥିଲା ଯାହାକି କମାଣ୍ଡ ମଡ୍ୟୁଲରେ ବସିଥିବା ଆଷ୍ଟ୍ରୋନଟ୍ ମାନଙ୍କୁ ଜୀବିତ ରଖିବା ପାଇଁ ଅକ୍ସିଜେନ, ୱାଟର ଏବଂ ଇଲେକ୍ଟ୍ରିସିଟିର ବ୍ୟବସ୍ଥା କରାଯାଇଥିଲା। କେବଳ ଅକ୍ସିଜେନ ଟ୍ୟାଙ୍କ ନୁହେଁ, ସର୍ଭିସ ମଡ୍ୟୁଲରେ ଥିବା 3ଟି ଫ୍ୟୁଲ ସେଲ ଭିତରୁ 2ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଯାହା କମାଣ୍ଡ ମଡ୍ୟୁଲକୁ ପାୱାର ସପ୍ଲାଇ କାମ କରୁଥିଲା। ଏବେ କମାଣ୍ଡ ମଡ୍ୟୁଲ କେବଳ ଗୋଟିଏ ଫ୍ୟୁଲ ସେଲରୁ ପାୱାର ପାଉଥିଲା ଯାହା ସ୍ପେସ୍ ଶିପ୍କୁ ଚଲେଇବାକୁ ଯଥେଷ୍ଟ ନଥିଲା। ସ୍ପେସ୍ ମିଶନକୁ ଚାଲୁ ରଖିବା ପାଇଁ କମ୍ ଫ୍ୟୁଲ ଏବଂ ଲଗାତାର କମୁଥିବା ଅକ୍ସିଜେନ ଭିତରେ ମୁନ୍ ଲ୍ୟାଣ୍ଡିଂ ଅସମ୍ଭବ। ସେଥିପାଇଁ ମୁନ୍ ଲ୍ୟାଣ୍ଡିଂ ମିଶନକୁ କ୍ୟାନସେଲ କରିବା ପରେ ହ୍ୟୁଷ୍ଟନ ମିଶନ କଣ୍ଟ୍ରୋଲ ସାମ୍ନାରେ କେବଳ ଗୋଟିଏ ପ୍ରଶ୍ନ ଥିଲା ଯେ ଏହି 3 ଜଣ ଆଷ୍ଟ୍ରୋନଟକୁ କିପରି ପୃଥିବୀକୁ ଅଣାଯିବ। ସେତେବେଳେ ଆଷ୍ଟ୍ରୋନଟ ମାନେ ପ୍ରାୟ 3,20,000 କିଲୋମିଟର ଦୂରରେ ଥିଲେ ଏବଂ ସେହି ଦୂରତାରୁ ପୃଥିବୀକୁ ଫେରିବା ପାଇଁ ସେମାନଙ୍କୁ ପ୍ରାୟ 4 ଦିନ ଲାଗିଥାନ୍ତା। ଏଭଳି ଭୟଙ୍କର ପରିସ୍ଥିତିରେ ଏତେ ଦିନ ପର୍ଯ୍ୟନ୍ତ ସେମାନଙ୍କର ବଞ୍ଚିବା ଏବଂ ଏକ ସୁରକ୍ଷିତ ପୃଥିବୀକୁ ଆସିବା ପ୍ରାୟ ଅସମ୍ଭବ ଥିଲା। କିନ୍ତୁ ଏହି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ପାଇଁ ମିଶନ କଣ୍ଟ୍ରୋଲ କାମରେ ଲାଗିଗଲା। ହ୍ୟୁଷ୍ଟନ ମିଶନ କଣ୍ଟ୍ରୋଲ ନାସାର ଅନୁଭବୀ ଲୋକମାନଙ୍କୁ ଡାକିଲା ଏବଂ ଯେଉଁମାନେ ଠିକ୍ ସମୟ ମଧ୍ୟରେ ଆସିପାରିଲେ ନାହିଁ ସେମାନଙ୍କୁ ଫୋନ ଲାଇନରେ ରଖାଗଲା। ଇଞ୍ଜିନିୟର, ବୈଜ୍ଞାନିକ ଏବଂ ଆଷ୍ଟ୍ରୋନଟ୍ ସମସ୍ତଙ୍କୁ ଏହି ଗୋଟିଏ କାମରେ ଲଗାଇ ଦିଆଗଲା। ଆଗରୁ ଏହି ଆପୋଲୋ 13 ଉପରେ କାହାରି ଇଣ୍ଟରେଷ୍ଟ ନଥିଲା କିନ୍ତୁ ଏହି ଘଟଣା ଖବର ପରେ ବିଶ୍ୱର ଖବରକାଗଜ ଏବଂ ନ୍ୟୁଜ ଚ୍ୟାନେଲ ଗୁଡ଼ିକରେ ହେଡଲାଇନ ଆପୋଲୋ 13ର ଖବରରେ ଭରିଗଲା। ଦୁନିଆର ପ୍ରତ୍ୟେକ କୋଣରେ ଏହି ବିଷୟ ଉପରେ ଆଲୋଚନା ହେବା ଆରମ୍ଭ ହେଲା। ଆପୋଲୋ 13ର ନ୍ୟୁଜ ଦେଖିବାକୁ ଲୋକମାନଙ୍କ ଆଗ୍ରହ ବଢିବାରେ ଲାଗିଲା। ସେପଟେ ସ୍ପେସରେ ଥିବା ଆଷ୍ଟ୍ରୋନଟ୍ ମାନଙ୍କ ଅବସ୍ଥା ଖରାପ ଥିଲା। ଆଷ୍ଟ୍ରୋନଟ୍ ମାନେ ଯେଉଁ କମାଣ୍ଡ ମଡ୍ୟୁଲରେ ବସିଥିଲେ ସେଠାରେ କେବଳ କିଛି ସମୟର ପାୱାର ସପ୍ଲାଇ ବାକି ଥିଲା ଯାହାକି ପୃଥିବୀକୁ ଫେରିବା ଅସମ୍ଭବ ଥିଲା। ସେହି ସମୟରେ ପୃଥିବୀରେ ମିଶନ କଣ୍ଟ୍ରୋଲ ଆଷ୍ଟ୍ରୋନଟ୍ ମାନଙ୍କୁ ଫେରାଇ ଆଣିବା ପାଇଁ ଏକ ସୁରକ୍ଷିତ ଉପାୟ ଖୋଜୁଥିଲା। ମିଶନ କଣ୍ଟ୍ରୋଲ ପାଖରେ 2ଟି ଅପସନ ଥିଲା ଯାହା ମାଧ୍ୟମରେ ଆପୋଲୋ 13କୁ ପୃଥିବୀକୁ ଅଣାଯାଇ ପାରିବ। ପ୍ରଥମ ଅପସନଟି ଥିଲା ସର୍ଭିସ ମଡ୍ୟୁଲର ମେନ୍ ଇଞ୍ଜିନକୁ ବ୍ୟବହାର କରି ପୁରା ସ୍ପେସ୍ ଶିପ୍କୁ ପୃଥିବୀ ଆଡ଼କୁ ବୁଲେଇ ଦିଆଯିବ। ଏହା ଫେରିବା ପାଇଁ ଏକ ଛୋଟ ରାସ୍ତା ଥିଲା ଏବଂ ଏହି ପ୍ଲାନରେ ମାତ୍ର 2 ଦିନରେ ପୃଥିବୀକୁ ଫେରି ଆସି ହେବ। କିନ୍ତୁ ଏହି ପ୍ଲାନରେ ପ୍ରୋବ୍ଲେମ ଥିଲା ଯେ ସର୍ଭିସ ମଡ୍ୟୁଲରେ ବ୍ଲାଷ୍ଟ ଯୋଗୁଁ ଏଥିରେ ଏତେ କମ୍ ପାୱାର ସପ୍ଲାଇ ବାକି ଥିଲା ଯେ ଏହା ଫେରିବାର 1 ଘଣ୍ଟା ମଧ୍ୟ ଟ୍ରାଭେଲ କରିପାରିବ ନାହିଁ। ଯଦି ସେହିଭଳି କରାଯାଏ ତେବେ ମେନ୍ ଇଞ୍ଜିନ ବନ୍ଦ ହୋଇଯିବାର ସମ୍ଭାବନା ଥିଲା। ଏହାପରେ ସେକେଣ୍ଡ ପ୍ଲାନ୍ ଥିଲା ଯେ ପଛକୁ ଯିବା ବଦଳରେ ମୁନ୍ ଆଡ଼କୁ ଟ୍ରାଭେଲ କରାଯାଉ ଏବଂ ମୁନ୍ର ଗୋଟିଏ ରାଉଣ୍ଡ ମାରିକି ମୁନ୍ର ଗ୍ରାଭିଟିକୁ ୟୁଜ୍ କରି ପୃଥିବୀ ଆଡ଼କୁ ଟ୍ରାଭେଲ କରାଯାଉ। ଏହି ପ୍ଲାନରେ ବହୁତ ଡିଷ୍ଟାନ୍ସ ଟ୍ରାଭେଲ କରିବ କିନ୍ତୁ ମୁନ୍ ଗ୍ରାଭିଟିର ସପୋର୍ଟ ଯୋଗୁଁ ଏଥିରେ କମ୍ ପାୱାର ୟୁଜ୍ ହେବ। ସେଥିପାଇଁ ମିଶନ କଣ୍ଟ୍ରୋଲ ସେକେଣ୍ଡ ଅପସନକୁ ଆପ୍ରୁଭ୍ କରିଥିଲେ ଏବଂ ସେହି ସମୟରେ ଏହି ସମ୍ପୂର୍ଣ୍ଣ ଟ୍ରାଭେଲ ପାଇଁ କମାଣ୍ଡ ମଡ୍ୟୁଲ ବଦଳରେ ଏହା ସହିତ ଆଟାଚ୍ ଲୁନାର ମଡ୍ୟୁଲ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଗଲା।
ଯେଉଁଥିରେ ଅକ୍ସିଜେନ ଏବଂ ପାୱାର କୁ ଅଲଗା ଭାବରେ ବ୍ୟବସ୍ଥା କରାଯାଇଥିଲା। ଏସବୁକୁ ନିଷ୍ପତ୍ତି ନେବାକୁ ବହୁତ ସମୟ ବିତାଇ ଦିଆଯାଇଥିଲା ଏବଂ କମାଣ୍ଡ ମଡ୍ୟୁଲର ପାୱାର ସପ୍ଲାଇ ଶେଷ ହେବାକୁ ଯାଉଥିଲା। ବ୍ଲାଷ୍ଟର ପ୍ରାୟ ଗୋଟିଏ ଘଣ୍ଟା ପରେ ମିଶନ କଣ୍ଟ୍ରୋଲ ଆଷ୍ଟ୍ରୋନଟ ମାନଙ୍କୁ ଆଦେଶ ଦେଲେ କମାଣ୍ଡ ମଡ୍ୟୁଲର ସମସ୍ତ ସିଷ୍ଟମକୁ ବନ୍ଦ କରି ଲୁନାର ମଡ୍ୟୁଲକୁ ଶିଫ୍ଟ ହୋଇଯାଅ। କମାଣ୍ଡ ଅନୁସାରେ ନେକ୍ସଟ ଟ୍ରାଭେଲ ଆଷ୍ଟ୍ରୋନଟ ମାନଙ୍କୁ ଲୁନାର ମଡ୍ୟୁଲରେ କରିବାର ଥିଲା, ଯାହାର ପ୍ରକୃତ କାମ ମୁନରେ ଲ୍ୟାଣ୍ଡ କରିବା ଏବଂ ତାପରେ ମୁନର ଅର୍ବିଟକୁ ଫେରିବାର ଥିଲା। ଏହାପରେ ଲୁନାର ମଡ୍ୟୁଲକୁ ମୁନର ଅର୍ବିଟରେ ହିଁ ଛାଡ଼ି ଦିଆଯାଏ। ବର୍ତ୍ତମାନ ଏହାକୁ ଲାଇଫ ବୋଟ ଭଳି ୟୁଜ କରି ପୁରା ଡିଷ୍ଟାନ୍ସ ଟ୍ରାଭେଲ କରାଯିବ, କିନ୍ତୁ ଏହି ଲୁନାର ମଡ୍ୟୁଲ ଏପରି ଭାବରେ ତିଆରି କରାଯାଇଥିଲା ଯେ ଏହା ଥରେ ପୃଥିବୀର ଆଟମୋସ୍ଫିୟର ଛାଡ଼ିଲେ ପୃଥିବୀର ଆଟମୋସ୍ଫିୟରକୁ ଫେରି ପାରିବ ନାହିଁ। କେବଳ କମାଣ୍ଡ ମଡ୍ୟୁଲ ଆର୍ଥର ଆଟମୋସ୍ଫିୟରରେ ଏଣ୍ଟ୍ରି କରିପାରିବ, କିନ୍ତୁ ତାହାର ପାୱାର ସପ୍ଲାଇ ମାତ୍ର 15 ମିନିଟର ବାକି ଥିଲା। ତେଣୁ ମିଶନ କଣ୍ଟ୍ରୋଲ କମାଣ୍ଡ ମଡ୍ୟୁଲର ପୁରା ସିଷ୍ଟମକୁ ବନ୍ଦ କରିବାକୁ କମାଣ୍ଡ ଦେଇଥିଲେ, ଯାହାଦ୍ୱାରା ଏହାର ବାକି ଥିବା ପାୱାରରେ ଆର୍ଥର ଆଟମୋସ୍ଫିୟରରେ ଏଣ୍ଟ୍ରି କରିବା ପାଇଁ ୟୁଜ କରାଯାଇ ପାରିବ। ଆଷ୍ଟ୍ରୋନଟ ମାନେ କମାଣ୍ଡ ମଡ୍ୟୁଲ ଛାଡ଼ି ଦିଅନ୍ତି ଏବଂ ଲୁନାର ମଡ୍ୟୁଲକୁ ଯାଆନ୍ତି, ଯାହା ସାହାଯ୍ୟରେ ସେମାନଙ୍କୁ ଆଗକୁ ଟ୍ରାଭେଲ କରିବାର ଥିଲା, କିନ୍ତୁ ସେମାନଙ୍କୁ ଲୁନାର ମଡ୍ୟୁଲରେ ଟ୍ରାଭେଲ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବାର ଥିଲା, କାରଣ ଲୁନାର ମଡ୍ୟୁଲ ବ୍ୟବହାର ଏତେ ମୁସ୍କିଲ ଟ୍ରାଭେଲ ପାଇଁ ୟୁଜ କରାଯାଉଥିଲା ଯେ ଯୋଉଥିପାଇଁ ଏହାକୁ ବନା ଯାଇ ନଥିଲା। କିନ୍ତୁ ବର୍ତ୍ତମାନ ଆଷ୍ଟ୍ରୋନଟ ମାନଙ୍କ ପାଖରେ ଏହା ବ୍ୟତୀତ ଅନ୍ୟ କୌଣସି ଅପସନ ନଥିଲା। ଲୁନାର ମଡ୍ୟୁଲ କେବଳ 2 ଜଣଙ୍କ ପାଇଁ ଆଉ 50 ଘଣ୍ଟାର ଟ୍ରାଭେଲ ପାଇଁ ତିଆରି କରାଯାଇଥିଲା, କିନ୍ତୁ ଏଠାରେ 3 ଜଣ ଆଷ୍ଟ୍ରୋନଟ ସେହି ଛୋଟ ସ୍ଥାନରେ ପ୍ରାୟ 90 ଘଣ୍ଟାର ଟ୍ରାଭେଲ କରିବାର ଥିଲା। ଏହା ବ୍ୟତୀତ ଏହି ମିଶନର ପୁରା ନାଭିଗେସନ ସିଷ୍ଟମ କମାଣ୍ଡ ମଡ୍ୟୁଲର ଥିଲା, ଯାହାକୁ କରେକ୍ଟ ରାସ୍ତାରେ ରହିବା ପାଇଁ ବ୍ୟବହାର କରାଯାଉଥିଲା। ଏହି ସିଷ୍ଟମ ବିନା ଆଷ୍ଟ୍ରୋନଟ ମାନେ ସ୍ପେସରେ ହଜିଯିବାର ସମ୍ଭାବନା ମଧ୍ୟ ବହୁତ ଥିଲା। ସେଥିପାଇଁ ଫାଷ୍ଟ କମାଣ୍ଡ ମଡ୍ୟୁଲର ନାଭିଗେସନ ପ୍ଲାଟଫର୍ମ ଲୁନାର ମଡ୍ୟୁଲ ସହିତ କନେକ୍ଟ କରାଗଲା। ଆଷ୍ଟ୍ରୋନଟ ମାନେ ଲୁନାର ମଡ୍ୟୁଲରେ ବସି ଆଗକୁ ବଢନ୍ତି, କିନ୍ତୁ ଯେଉଁ ରାସ୍ତା ଦେଇ ସ୍ପେସ ସିପ୍ ଯାଉଥିଲା ତାହା ମୁନରେ ଲ୍ୟାଣ୍ଡିଂ କରିବାର ରାସ୍ତା ଥିଲା। କିନ୍ତୁ ବର୍ତ୍ତମାନ ମୁନ ଲ୍ୟାଣ୍ଡିଂର ମିଶନ କ୍ୟାନସେଲ ହୋଇଯାଇଥିବାରୁ ସ୍ପେସ୍ ସିପ୍ର ରାସ୍ତା ଚେଞ୍ଜ କରିବା ଜରୁରୀ ଥିଲା, ଯାହାଦ୍ୱାରା ମୁନର ଗ୍ରାଭିଟି ସାହାଯ୍ୟରେ ସ୍ପେସ୍ ସିପ୍କୁ ପୃଥିବୀ ଆଡ଼କୁ ବୁଲାଇ ଯାଇପାରିବ। କିନ୍ତୁ ଏହି କାମ ପାଇଁ ଲୁନାର ମଡ୍ୟୁଲର ଲ୍ୟାଣ୍ଡିଂ ଇଞ୍ଜିନକୁ ଅନେକ ଥର ଅନ୍ ଅଫ୍ କରିବା ଜରୁରୀ ଥିଲା, କିନ୍ତୁ ଏହାର ଇଞ୍ଜିନ କେବଳ ଥରେ ମାତ୍ର ମୁନରୁ ଟେକ୍ ଅଫ୍ କରିବା ପାଇଁ ବନାଯାଇଥିଲା। ସେତେବେଳେ ପରିସ୍ଥିତି ଏମିତି ଥିଲା ଯେ ଆଷ୍ଟ୍ରୋନଟ ମାନେ ପୃଥିବୀକୁ ଫେରିବା ପାଇଁ କିଛି ବି ରିସ୍କ ନେବାକୁ ରେଡି ଥିଲେ। ତେଣୁ ବିସ୍ଫୋରଣର 5 ଘଣ୍ଟା ପରେ ଲୁନାର ମଡ୍ୟୁଲ ଟେକ୍ ଅଫ୍ ଇଞ୍ଜିନକୁ 35 ସେକେଣ୍ଡ ପାଇଁ ଅନ୍ କରାଗଲା। କିଛି ଘଣ୍ଟା ପରେ ଯେତେବେଳେ ଆପୋଲୋ 13 ମୁନ ପାଖରେ ପହଞ୍ଚିଥାଏ, ଲୁନାର ମଡ୍ୟୁଲର ଇଞ୍ଜିନ ସେକେଣ୍ଡ ଟାଇମ ପାଇଁ 5 ମିନିଟ ପାଇଁ ଅନ୍ କରାଯାଏ, ଯାହାଦ୍ୱାରା ସ୍ପିଡ ବଢାଯାଇ ପାରିବ। ପ୍ରାୟ 2 ଘଣ୍ଟା ପରେ ଆପୋଲୋ 13 ଚନ୍ଦ୍ର ପାଖରେ ବୁଲି ଚନ୍ଦ୍ର ପଛପଟେ ପହଞ୍ଚିଯାଏ, ଯାହାକୁ ଡାର୍କ ସାଇଡ୍ ଅଫ୍ ମୁନ କୁହାଯାଏ। ଏହି ସମୟରେ ଆପୋଲୋ 13 ପୃଥିବୀ ଠାରୁ 4 ଲକ୍ଷ କିଲୋମିଟରରୁ ଅଧିକ ଦୂରରେ ଥିଲା ଏବଂ ଏହା ଏକ ରେକର୍ଡ ହୋଇଯାଏ ଯେଉଁଠାରେ ଆଜି ପର୍ଯ୍ୟନ୍ତ କୌଣସି ମଣିଷ ପହଞ୍ଚି ପାରିନାହିଁ। ମୁନର ପରିକ୍ରମା କରିବା ପରେ ଚନ୍ଦ୍ରର ଗ୍ରାଭିଟି ପାୱାରକୁ ବ୍ୟବହାର କରି ସ୍ପେସ୍ ସିପ୍କୁ ପୃଥିବୀ ଆଡ଼କୁ ଟର୍ନ କରାଗଲା। କିଛି ସମୟ ପରେ ସ୍ପିଡ ବଢାଇବା ପାଇଁ ଏବଂ ରାସ୍ତା ଛୋଟ କରିବା ପାଇଁ ଲୁନାର ମଡ୍ୟୁଲ ଇଞ୍ଜିନକୁ ଥାର୍ଡ ଟାଇମ ପାଇଁ ଫାୟାର କରାଗଲା। ଏହା ଏକ ଭାଗ୍ୟର କଥା ଯେ ଲୁନାର ମଡ୍ୟୁଲର ଇଞ୍ଜିନ ଥାର୍ଡ ଟାଇମ ପାଇଁ ଫାୟାର ହୋଇପାରିଲା ଏବଂ ଆପୋଲୋ 13 ସ୍ପିଡରେ ପୃଥିବୀ ଡାଇରେକ୍ସନରେ ଯିବାକୁ ଆରମ୍ଭ କରେ। ଆଉ ଏକ ଭଲ କଥା ଯେ ସର୍ଭିସ ମଡ୍ୟୁଲରେ ମୁନରେ ପହଞ୍ଚିବା ପୂର୍ବରୁ ବ୍ଲାଷ୍ଟ ହୋଇଥିଲା। ଯଦି ଏହି ଦୁର୍ଘଟଣା ମୁନରେ ପହଞ୍ଚିବା ଏବଂ ମୁନ ଛାଡ଼ିବା ପରେ ଘଟିଥାନ୍ତା, ତେବେ ଯେଉଁ ଲୁନାର ମଡ୍ୟୁଲରେ 3 ଜଣ ଆଷ୍ଟ୍ରୋନଟ ବସି ପୃଥିବୀ ଦିଗରେ ଟ୍ରାଭେଲ କରୁଥିଲେ, ଟ୍ରାଭେଲ କରିବା ପାଇଁ ସେହି ଲୁନାର ମଡ୍ୟୁଲ ସେମାନଙ୍କ ପାଖରେ ହୋଇନଥାନ୍ତା, କାରଣ ମୁନ ଲ୍ୟାଣ୍ଡିଂ ପରେ ଲୁନାର ମଡ୍ୟୁଲକୁ ମୁନର ଅର୍ବିଟରେ ଛାଡ଼ି ଦିଆଯାଏ ଏବଂ ଏପରି ପରିସ୍ଥିତିରେ ଆଷ୍ଟ୍ରୋନଟ ମାନଙ୍କ ପାଖରେ କୌଣସି ସମ୍ଭାବନା ନଥିଲା ପୃଥିବୀକୁ ଫେରିବା ପାଇଁ। କିନ୍ତୁ ଲୁନାର ମଡ୍ୟୁଲରେ ରହିବା ଆଷ୍ଟ୍ରୋନଟ ମାନଙ୍କ ପାଇଁ ସହଜ କାମ ନୁହେଁ, ଭାରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଥମ ସମସ୍ୟା ଥିଲା ଇଲେକ୍ଟ୍ରିସିଟିର, ଯାହାକି ଲୁନାର ମଡ୍ୟୁଲରେ ଏତେ ପରିମାଣରେ ନଥିଲା କି ଲୁନାର ମଡ୍ୟୁଲର ପୁରା ସିଷ୍ଟମ 4 ଦିନ ଯାକେ ଲଗାତାର କାମ କରିପାରିବ। ସେଥିପାଇଁ ପାୱାର ବଞ୍ଚାଇବା ପାଇଁ ଅଦରକାରୀ ସିଷ୍ଟମ ଗୁଡ଼ିକୁ ବନ୍ଦ କରିଦିଆଗଲା। ଏହି ସଟଡାଉନ ସିଷ୍ଟମରେ ହିଟର ମଧ୍ୟ ଥିଲା, ଯାହା ଥଣ୍ଡାରେ ଆଷ୍ଟ୍ରୋନଟ ମାନଙ୍କୁ ବଞ୍ଚାଉଥିଲା। ଅତ୍ୟଧିକ ଥଣ୍ଡା ଯୋଗୁଁ ଆଷ୍ଟ୍ରୋନଟ ମାନଙ୍କ ଖାଦ୍ୟ ମଧ୍ୟ ଜମିବାକୁ ଲାଗେ। ଏପରି ପରିସ୍ଥିତିରେ ସେମାନଙ୍କୁ ଟିକିଏ ଶୋଇବା ମଧ୍ୟ ବହୁତ କଷ୍ଟକର ଥିଲା। ଦ୍ୱିତୀୟ ସମସ୍ୟା ଥିଲା ପାଣି। ଏହି ଲଙ୍ଗ ଟ୍ରାଭେଲରେ ଲୁନାର ମଡ୍ୟୁଲରେ ବହୁତ କମ୍ ପାଣି ଥିଲା, ଯାହା ଭିତରୁ କିଛି ପାଣି କୁଲିଂ ସିଷ୍ଟମ ପାଇଁ ୟୁଜ୍ କରିବାର ଥିଲା। ଏହି କାରଣରୁ ଆଷ୍ଟ୍ରୋନଟ ମାନେ ଗୋଟେ ଦିନରେ କେବଳ 200 ml ପାଣି ପିଉଥିଲେ। କିନ୍ତୁ ଆଷ୍ଟ୍ରୋନଟ ମାନେ କନଫର୍ମ ଥିଲେ ଯେ ଲୁନାର ମଡ୍ୟୁଲରେ ଅକ୍ସିଜେନର କୌଣସି ଅଭାବ ନାହିଁ। ଏଥିରେ କିଛି ଅକ୍ସିଜେନ ଟ୍ୟାଙ୍କ ମଧ୍ୟ ବ୍ୟାକଅପ୍ ଭାବରେ ଷ୍ଟକ୍ ଥିଲା। କିନ୍ତୁ ଲୁନାର ମଡ୍ୟୁଲରେ କାର୍ବନ ଡାଇଅକ୍ସାଇଡ ଆଷ୍ଟ୍ରୋନଟ ମାନଙ୍କ ପାଇଁ ଏକ ବଡ଼ ପ୍ରୋବ୍ଲେମ ଥିଲା। ଯେତେବେଳେ ଆମେ ପୃଥିବୀରେ ନିଶ୍ୱାସ ଛାଡୁ, ତାହା ପୃଥିବୀର ବାତାବରଣ ବାଲାନ୍ସ କରିଦିଏ, କିନ୍ତୁ ସ୍ପେସରେ ଏହି ଗ୍ୟାସକୁ
ବାଲାନ୍ସ କରିବା ପାଇଁ ଲିଥିୟମ ହାଇଡ୍ରୋ ଅକ୍ସାଇଡ୍ କାନିଷ୍ଟର ବ୍ୟବହାର କରାଯାଏ। କିନ୍ତୁ ଲୁନାର ମଡ୍ୟୁଲର କାନିଷ୍ଟର କେବଳ 2 ଜଣଙ୍କ ପାଇଁ ଥିଲା, ଯାହା କେବଳ 2 ଦିନ ପାଇଁ କାମ କରିପାରିବ, ଯେତେବେଳେ 3 ଆଷ୍ଟ୍ରୋନଟ୍ ମାନଙ୍କୁ ଏଥିରେ 4 ଦିନ ବିତେଇବାକୁ ଥିଲା। ଏହି କାରଣରୁ CO2 ର ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା ଏବଂ ଯଦି ଏହାକୁ କଣ୍ଟ୍ରୋଲ କରାନଯାଏ ତେବେ ଆଷ୍ଟ୍ରୋନଟ୍ ମାନଙ୍କ ଜୀବନ ମଧ୍ୟ ଯାଇପାରେ। ଏହିପରି କମାଣ୍ଡ ମଡ୍ୟୁଲର ବଡ ଲିଥିୟମ ହାଇଡ୍ରୋକ୍ସାଇଡ୍ କାନିଷ୍ଟର ଗୁଡ଼ିକୁ ୟୁଜ୍ କରାଯାଇ ପାରିବ ନାହିଁ, କାରଣ ଏହାର ସେପ୍ ଏବଂ ଡିଜାଇନ ଲୁନାର ମଡ୍ୟୁଲର କାନିଷ୍ଟର ଠାରୁ ସମ୍ପୂର୍ଣ୍ଣ ଅଲଗା। ଏହି କାରଣରୁ ସେଗୁଡ଼ିକ ସିଧାସଳଖ ବ୍ୟବହାର କରାଯାଇ ପାରିବ ନାହିଁ। ଏହିପରି ଭାବରେ ମିଶନ କଣ୍ଟ୍ରୋଲ ସ୍ପେସ୍ ସିପ୍ରେ ପ୍ଲାଷ୍ଟିକ ବ୍ୟାଗ୍, କିଛି ପାଇପ୍ ଏବଂ ଟେପ୍ ଭଳି ଜିନିଷ ବ୍ୟବହାର କରି ଏହି ସମସ୍ୟାର ସମାଧାନ କରିଥିଲା। ଲୁନାର ମଡ୍ୟୁଲରେ ବଢୁଥିବା CO2 ପରିମାଣକୁ କଣ୍ଟ୍ରୋଲ କରିଦିଆଗଲା। ଏମିତି ଅନେକ ପ୍ରୋବ୍ଲେମକୁ ସଲ୍ଭ କରି 1970 ଏପ୍ରିଲ 17 ତାରିଖ ସକାଳେ ଆପୋଲୋ 13 ଦ୍ରୁତ ଗତିରେ ଆର୍ଥର ପାଖରେ ପହଞ୍ଚିଥିଲା। ବର୍ତ୍ତମାନ ଆଷ୍ଟ୍ରୋନଟ୍ ମାନେ ପୃଥିବୀର ଆଟମୋସ୍ଫିୟରରେ ଏଣ୍ଟ୍ରି କରିବା ପୂର୍ବରୁ ସେମାନଙ୍କୁ 2ଟି ବହୁତ ଜରୁରୀ କାମ କରିବାକୁ ଥିଲା। ସବୁଠୁ ପ୍ରଥମେ ସେମାନଙ୍କୁ ରି ଏଣ୍ଟ୍ରି ପାଇଁ ସ୍ପେସ୍ ସିପ୍କୁ ରାଇଟ୍ ଆଙ୍ଗେଲରେ ସେଟ୍ କରିବାର ଥିଲା, କାରଣ ଯଦି ଆର୍ଥର ଆଟମୋସ୍ଫିୟରରେ ଏଣ୍ଟ୍ରି କରିବା ସମୟରେ ସ୍ପେସ୍ ସିପ୍ର ଆଙ୍ଗେଲ ଟିକେ ବି ଭୁଲ ହୁଏ ତେବେ ଆଷ୍ଟ୍ରୋନଟ୍ ମାନଙ୍କ ଜୀବନ ବିପଦରେ ପଡିପାରିଥାନ୍ତା। କିନ୍ତୁ ଏମିତି କରିବା ପାଇଁ ଲୁନାର ମଡ୍ୟୁଲରେ କୌଣସି ସିଷ୍ଟମ ନଥିଲା, ତେଣୁ ଆଷ୍ଟ୍ରୋନଟ୍ ମାନଙ୍କୁ ମିଶନ କଣ୍ଟ୍ରୋଲ ଇନଷ୍ଟ୍ରକ୍ସନ ଅନୁସାରେ ସବୁ କାମ ହାତର କରିବାକୁ ପଡିଲା ଏବଂ ରାଇଟ୍ ଆଙ୍ଗେଲକୁ ଫିକ୍ସ କରାଯାଇଥିଲା। ସେକେଣ୍ଡ କାମ ହେଉଛି ଆଷ୍ଟ୍ରୋନଟ୍ ମାନଙ୍କୁ ଲୁନାର ମଡ୍ୟୁଲ ଛାଡି କମାଣ୍ଡ ମଡ୍ୟୁଲକୁ ଯିବାର ଥିଲା, କାରଣ କମାଣ୍ଡ ମଡ୍ୟୁଲ ପୃଥିବୀର ଆଟମୋସ୍ଫିୟରରେ ରି ଏଣ୍ଟ୍ରି ପାଇଁ ତିଆରି କରାଯାଇଥିଲା। ଯେତେବେଳେ ଆର୍ଥର ରି ଏଣ୍ଟ୍ରି ସମୟରେ ଆଟମୋସ୍ଫିୟର ସହିତ ବହୁତ ଘର୍ଷଣ ହୁଏ, ଯାହା ପ୍ରଚୁର ହିଟ୍ ସୃଷ୍ଟି କରେ। ଏହି ହିଟ୍ ରୁ ବଞ୍ଚିବା ପାଇଁ କମାଣ୍ଡ ମଡ୍ୟୁଲର ଗୋଟିଏ ସାଇଡରେ ହିଟ୍ ସିଲ୍ ଲଗାଯାଇଥାଏ, ଯାହା ଆଷ୍ଟ୍ରୋନଟ୍ ମାନଙ୍କୁ ସୁରକ୍ଷିତ ରଖେ। ସେଥିପାଇଁ ଏହି ରି ଏଣ୍ଟ୍ରି ଟାସ୍କ ପାଇଁ ଆଷ୍ଟ୍ରୋନଟ୍ ମାନେ ଲୁନାର ମଡ୍ୟୁଲ ଛାଡି କମାଣ୍ଡ ମଡ୍ୟୁଲକୁ ସିଫ୍ଟ ହୋଇଯାଆନ୍ତି। କମାଣ୍ଡ ମଡ୍ୟୁଲରେ ଅନେକ ଦିନ ଧରି ସବୁକିଛି ବନ୍ଦ ରହିବା କାରଣରୁ ଏହାର ଟେମ୍ପରେଚର ଫ୍ରିଜିଂ ପଏଣ୍ଟରୁ ବି ତଳକୁ ଖସି ଯାଇଥିଲା। କମାଣ୍ଡ ମଡ୍ୟୁଲର ୱାଲ୍, ସିଲିଂ, ଫ୍ଲୋର, ୱାୟାର୍ସ ଏବଂ ପ୍ୟାନେଲ ଗୁଡ଼ିକୁ ପାଣି ବୁନ୍ଦାରେ ଘୋଡେଇ ହୋଇଥିଲା। ପୃଥିବୀର ମିଶନ କଣ୍ଟ୍ରୋଲ ଚିନ୍ତାରେ ଥିଲା ଯେ ଏପରି ସିଚୁଏସନରେ କମାଣ୍ଡ ମଡ୍ୟୁଲ ପୁଣି ଷ୍ଟାର୍ଟ ହୋଇପାରିବ କି ନାହିଁ, କିନ୍ତୁ ବହୁତ ସମୟର ଚେଷ୍ଟା ପରେ କମାଣ୍ଡ ମଡ୍ୟୁଲ ତାର ଅଳ୍ପ ବାକି ଥିବା ପାୱାର ସହିତ ପୁଣି ଷ୍ଟାର୍ଟ ହୋଇଯାଏ। ବର୍ତ୍ତମାନ ପୃଥିବୀ କେବଳ 4 ଘଣ୍ଟା ଦୂରରେ ଥିଲା ଏବଂ ଏହି ଟାଇମ ଭିତରେ ସର୍ଭିସ ମଡ୍ୟୁଲ କମାଣ୍ଡ ମଡ୍ୟୁଲରୁ ଅଲଗା କରିଦିଆଯାଏ। ତାପରେ କମାଣ୍ଡ ମଡ୍ୟୁଲକୁ ପୃଥିବୀର ଆଟମୋସ୍ଫିୟରରେ ରି ଏଣ୍ଟ୍ରି କରିବାକୁ ଥିଲା ଏବଂ ଏହାକୁ ପ୍ରଶାନ୍ତ ମହାସାଗର ଏକ ନିର୍ଦ୍ଦିଷ୍ଟ ଏରିଆରେ ଲ୍ୟାଣ୍ଡ କରିବାର ଥିଲା। ଆଷ୍ଟ୍ରୋନଟ୍ ମାନଙ୍କୁ ପ୍ରଶାନ୍ତ ମହାସାଗରରୁ ବାହାର କରିବା ପାଇଁ ଆମେରିକା ନେଭି ଜାହାଜ ଗୁଡ଼ିକୁ ପୂର୍ବରୁ ନିୟୋଜିତ କରାଯାଇଥିଲା। ପୁରା ବିଶ୍ୱ ନଜର ଟିଭି ସ୍କ୍ରିନରେ ଥିଲା। ଏହି ଆଶ୍ଚର୍ଯ୍ୟ କଥା ଥିଲା ଯେ ଯୋଉ ଆପୋଲୋ 13 ଲଞ୍ଚକୁ ଅଣଦେଖା କରୁଥିଲେ, ସେଇ ଆପୋଲୋ 13 ଆର୍ଥ ରିଟର୍ଣ୍ଣକୁ 40 ମିଲିୟନ ଲୋକ ଟିଭିରେ ଲାଇଭ ଦେଖୁଥିଲେ। ଘଣ୍ଟା ପ୍ରତି 1000 କିଲୋମିଟର ସ୍ପିଡରେ ଆପୋଲୋ 13 କମାଣ୍ଡ ମଡ୍ୟୁଲ ପୃଥିବୀର ଆଟମୋସ୍ଫିୟରରେ ରି ଏଣ୍ଟ୍ରି କରେ। ଏହି ରି ଏଣ୍ଟ୍ରି ସମୟରେ ଆଷ୍ଟ୍ରୋନଟ୍ ମାନଙ୍କ ସହିତ ମିଶନ କଣ୍ଟ୍ରୋଲର କମ୍ୟୁନିକେସନ ଭାଙ୍ଗିଯାଏ। ସାଧାରଣତଃ ଏହି କମ୍ୟୁନିକେସନ ଅଧିକରୁ ଅଧିକ 3 ମିନିଟ୍ ପାଇଁ ବ୍ରେକ୍ ହୁଏ, କିନ୍ତୁ 3 ମିନିଟ୍ ପରେ ମଧ୍ୟ ଆଷ୍ଟ୍ରୋନଟ୍ ମାନଙ୍କ ପାଖରୁ କୌଣସି ରିପ୍ଲାଇ ଆସିଲା ନାହିଁ। ମିଶନ କଣ୍ଟ୍ରୋଲ ଚିନ୍ତିତ ଥିଲା ଯେ ବ୍ଲାଷ୍ଟ ଟାଇମରେ କମାଣ୍ଡ ମଡ୍ୟୁଲର ହିଟ୍ ସିଲ୍ ଡ୍ୟାମେଜ ହୋଇନଥାଉ, କାରଣ ଯଦି ଏମିତି ହୋଇଥାନ୍ତା ତେବେ ରି ଏଣ୍ଟ୍ରି ଟାଇମରେ ବାହାରୁଥିବା ହିଟ୍ ଦ୍ୱାରା କମାଣ୍ଡ ମଡ୍ୟୁଲ ଜଳି ଯାଇଥାନ୍ତା। ଯେତେବେଳେ ସେହି ସମୟରୁ 1 ମିନିଟ୍ରୁ ଅଧିକ ଟାଇମ ବିତିଗଲା, ସମସ୍ତେ ଭାବିଲେ ଆଷ୍ଟ୍ରୋନଟ୍ ମାନେ ନିଜ ଜୀବନ ହରାଇ ବସିଲେ କି? କିନ୍ତୁ ସମୟର ପ୍ରାୟ 1.5 ମିନିଟ୍ ପରେ ମିଶନ କଣ୍ଟ୍ରୋଲକୁ ଆଷ୍ଟ୍ରୋନଟ୍ ମାନେ ଜବାବ ଦିଅନ୍ତି, ଯାହା ସେମାନଙ୍କ ସୁରକ୍ଷା ବିଷୟରେ ଥିଲା। କିଛି ମିନିଟ୍ ପରେ ଆକାଶରେ ପାରାଚୁଟ୍ ଉଡୁଥିବାର ଦେଖାଗଲା, ଯାହା କମାଣ୍ଡ ମଡ୍ୟୁଲକୁ ସେଫରେ ତଳକୁ ଆଣୁଥିଲା। କିଛି ସମୟ ପରେ କମାଣ୍ଡ ମଡ୍ୟୁଲ ପ୍ରଶାନ୍ତ ମହାସାଗରରେ ଲ୍ୟାଣ୍ଡ କରେ। ତାପରେ କମାଣ୍ଡ ମଡ୍ୟୁଲକୁ ଆମେରିକା ନେଭି ଦ୍ୱାରା ସେଠାରୁ ରେସ୍କ୍ୟୁ କରାଗଲା। 17 ଏପ୍ରିଲ 1970 ଅପରାହ୍ନ ପ୍ରାୟ 1 ବେଳେ ଆପୋଲୋ 13 ଏବଂ 3 ଜଣ ଆଷ୍ଟ୍ରୋନଟ୍ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିଲେ। କିନ୍ତୁ ଗୋଟିଏ ପ୍ରଶ୍ନ ଯାହାକୁ କେହି ଅଣଦେଖା କରିପାରିବେ ନାହିଁ, ତାହା ହେଉଛି ଅକ୍ସିଜେନ ଟ୍ୟାଙ୍କ ନମ୍ବର 2ରେ ଏପରି ବ୍ଲାଷ୍ଟ କାହିଁକି ହେଲା? ଏହାର ତଦନ୍ତ ପାଇଁ ନାସା ଏକ ରିଭ୍ୟୁ ବୋର୍ଡ ସ୍ଥାପନ କରିଥିଲା, ଯେଉଁଥିରେ ଅନେକ ଜିନିଷ ସାମ୍ନାକୁ ଆସିଲା। ପ୍ରକୃତରେ ଯେଉଁ ଅକ୍ସିଜେନ ଟ୍ୟାଙ୍କ ବ୍ଲାଷ୍ଟ ହୋଇଥିଲା, ଆପୋଲୋ 13 ପୂର୍ବରୁ ଆପୋଲୋ 10 ପାଇଁ ସେ ଅକ୍ସିଜେନ ଟ୍ୟାଙ୍କ ୟୁଜ୍ ହେବାକୁ ଯାଉଥିଲା, କିନ୍ତୁ ମେଣ୍ଟେନାନ୍ସ ପାଇଁ ବାହାର କରାଯାଉଥିବା ସମୟରେ ଅକ୍ସିଜେନ ଟ୍ୟାଙ୍କ 2 ଇଞ୍ଚ ହାଇଟ୍ ତଳକୁ ଖସି ପଡେ। ନଜରରେ ହୋଇଥାଇପାରେ ବହୁତ କମ ହାଇଟ୍ ଥିଲା, କିନ୍ତୁ ଏକ୍ସପର୍ଟ ମାନେ କହିଥିଲେ ଯେ ଅକ୍ସିଜେନ ଟାଙ୍କି ଭିତରେ କିଛି ଡ୍ୟାମେଜ ହୋଇଥିବ, ଯାହା ଟେଷ୍ଟିଂ ସମୟରେ ନୋଟିସ କରାଯାଇ ପାରିନଥିବ। ଏହା ବ୍ୟତୀତ ଆଉ ଏକ ଇନସିଡେଣ୍ଟ ସାମ୍ନାକୁ ଆସେ, ଯେତେବେଳେ ଆପୋଲୋ 13 ଲଞ୍ଚ ହେବା 3 ସପ୍ତାହ ପୂର୍ବରୁ ଏକ କାଉଣ୍ଟଡାଉନ୍ ଡେମନଷ୍ଟ୍ରେସନ କରାଯାଉଥିଲା, ଯୋଉଥିରେ ଅକ୍ସିଜେନ ଟ୍ୟାଙ୍କ ଗୁଡ଼ିକୁ ଭରିକି ଖାଲି କରାଯାଏ। ଯୋଉଠିକି 1 ନମ୍ବର ଅକ୍ସିଜେନ ଟ୍ୟାଙ୍କ ତୁରନ୍ତ ଖାଲି ହୋଇଯାଉଥିବା ବେଳେ 2 ନମ୍ବର ଅକ୍ସିଜେନ ଟ୍ୟାଙ୍କ କେବଳ 8
50% ଖାଲି ହୋଇ ପାରିଲା। ସେଥିପାଇଁ ଇଞ୍ଜିନିୟର ମାନେ ଏହାର ହିଟର ଗୁଡ଼ିକୁ 65 ଭୋଲ୍ଟର ପାୱାରରେ ବହୁତ ଘଣ୍ଟା ଧରି ରଖୁଥିଲେ। ଏହି ସମୟ ମଧ୍ୟରେ ଅକ୍ସିଜେନ ଟ୍ୟାଙ୍କର ଥର୍ମୋଷ୍ଟାଟିକ ସୁଇଚ ଗୁଡ଼ିକୁ ଡ୍ୟାମେଜ ହୋଇ ଯାଇଥିଲା, ଯାହାକି କେବଳ 28 ଭୋଲ୍ଟ ପାୱାର ପାଇଁ ଡିଜାଇନ କରାଯାଇଥିଲା। ସୁଇଚ ଡ୍ୟାମେଜ ପାଇଁ ଟାଙ୍କି ଭିତରେ ଟେମ୍ପରେଚରକୁ କଣ୍ଟ୍ରୋଲ କରିପାରିଲା ନାହିଁ ଏବଂ ଏହି ହାଇ ଟେମ୍ପରେଚରରେ ଫ୍ୟାନ ତାର ଉପରେ ଲାଗିଥିବା ଟେଫ୍ଲେନ ଇନ୍ସୁଲେନ ଡ୍ୟାମେଜ ହୋଇ ଯାଇଥିଲା, ଯାହାପରେ ଏହି ଟ୍ୟାଙ୍କର ଫ୍ୟାନକୁ ବାରମ୍ବାର ଚଲେଇବା ଦ୍ୱାରା ବ୍ଲାଷ୍ଟ ହେଲା। କିନ୍ତୁ ନାସା ଏହି ଭୁଲରୁ ଶିଖିଲା ସ୍ପେସ୍ ବହୁତ ଭୟଙ୍କର ଜାଗା, ଯେଉଁଠାରେ ମିଶନ ମଝିରେ ଯଦି ଏମିତି ଫଲ୍ଟ ହୋଇଯାଏ ତେବେ ଜୀବନ୍ତ ଫେରିବା ଅସମ୍ଭବ। ତେଣୁ ଏହି ମିଶନର ଫେଲ୍ ସତ୍ତ୍ୱେ ଆପୋଲୋ 13ର ଏହି ମିଶନକୁ ନାସା 1971 ମସିହାରେ ଦ ସକ୍ସେସଫୁଲ ଫେଲିୟର ନାଁ ଦେଇଥିଲା। ଆପୋଲୋ 13 ପରେ ନାସା 1971 ମସିହାରେ ଆପୋଲୋ 14 ଏବଂ 15କୁ ସଫଳତାର ସହ ମୁନକୁ ପଠାଇଥିଲା ଏବଂ ପରବର୍ତ୍ତୀ ବର୍ଷରେ ଆପୋଲୋ 16 ଏବଂ ଆପୋଲୋ 17 ସକ୍ସେସ ଭାବରେ ମୁନ୍ ଲ୍ୟାଣ୍ଡିଂ କରାଗଲା। ସମସ୍ତ ଆପୋଲୋ ମିଶନ ସମୟରେ ଆଷ୍ଟ୍ରୋନଟ ମାନେ ମୁନରୁ 382 କେଜି ପଥର, ଧୂଳି ଏବଂ ଅନ୍ୟାନ୍ୟ ସାମ୍ପୁଲ୍ସ ପୃଥିବୀକୁ ଆଣିଥିଲେ, ଯାହା ଉପରେ ଆଜି ବି ରିସର୍ଚ୍ଚ ଚାଲିଛି। 3.5 ବର୍ଷ ମଧ୍ୟରେ ନାସା ଚନ୍ଦ୍ରରେ 6ଟି ସକ୍ସେସ ମୁନ୍ ଲ୍ୟାଣ୍ଡିଂ କରି ମୁନରେ 12 ଜଣ ଆଷ୍ଟ୍ରୋନଟ ପାଦ ଦେଇଥିଲେ। 1972 ମସିହାରେ ଆପୋଲୋ 17 ନାସାର ଲାଷ୍ଟ ମୁନ୍ ମିଶନ ହୋଇଥିଲା। ଏହାପରେ ଆପୋଲୋ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା। ଭିଏତନାମ ଯୁଦ୍ଧ ଏବଂ ଲଗାତାର ନାସାର ବଜେଟ କମ୍ ହେବା ଏହାର ମୁଖ୍ୟ କାରଣ ଥିଲା। 1972 ମସିହାରୁ 50 ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ସେବେଠାରୁ କେହି ଚନ୍ଦ୍ରକୁ ଯାଇପାରିଲେ ନାହିଁ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଟଙ୍କା। ସ୍ପେସ୍ ମିଶନରେ ବହୁତ ଟଙ୍କା ଖର୍ଚ୍ଚ ହୁଏ, ଆଉ ସେତେବେଳେ ନାସାର ପ୍ରାୟ $280 ବିଲିୟନ ଖର୍ଚ୍ଚ ହୋଇଥିଲା। ଏଥିରୁ ଅନୁମାନ କରନ୍ତୁ ଯେ 2023 ମସିହାରେ ଭାରତର ସ୍ପେଣ୍ଡିଂ ବଜେଟ 549 ବିଲିୟନ ଥିଲା। ଏହି ଖର୍ଚ୍ଚ ଏତେ ଅଧିକ ଯେ ସେବେଠାରୁ କୌଣସି ଦେଶ ମୁନକୁ ମଣିଷ ପଠାଇବାକୁ ସାହସ କରିନାହିଁ। ଆଶା କରୁଛି ଆପଣମାନଙ୍କୁ ଭିଡିଓଟି ଭଲ ଲାଗିଥିବ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏମିତି ମଜାଦାର ଭିଡିଓ ଦେଖିବା ପାଇଁ। ପୁଣି ଦେଖା ହେବ ଆଉ ଏକ ମଜାଦାର ଭିଡିଓ ସହିତ।